କାଳବୈଶାଖୀ ଝଡ଼ ତୋଫାନ ପ୍ରଭାବରେ ଘର ଉପରେ ଭାଙ୍ଗି ପଡ଼ିଲା ବିରାଟକାୟ ଗଛ। ଅଳ୍ପକେ ବର୍ତ୍ତିଲେ ପରିବାରର 5 ଜଣ ସଦସ୍ୟ। 2 ଘଣ୍ଟା କସରତ କରି ପରିବାର ସଦସ୍ୟଙ୍କୁ ଉଦ୍ଧାର କଲେ ଗ୍ରାମବାସୀ। ଅଗ୍ନିଶମ ବାହିନୀ ପହଞ୍ଚି ଘର ଉପରୁ କଟର ସାହାଯ୍ୟରେ ଗଛ କାଟି ସଫା କଲା। ଏଭଳି ଘଟଣା ଦେଖିବାକୁ ମିଳିଛି ବସ୍ତା ବ୍ଲକ ଚଣ୍ଡୀପୁର ଗ୍ରାମରେ। ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ବସ୍ତା ଅଞ୍ଚଳରେ ହଠାତ୍ କଳାହାଣ୍ଡିଆ ମେଘ ସାଙ୍ଗକୁ ପବନ ବର୍ଷା ହୋଇଥିଲା। ଏହା ପ୍ରଭାବରେ ବସ୍ତା ବ୍ଲକ ଭୋଲେରା ପଞ୍ଚାୟତ ଚଣ୍ଡୀପୁର ଗ୍ରାମର ପାଦୁ ହାଁସଦାଙ୍କ ଘରେ ଉପରେ ବିରାଟକାର ଗଛ ବରଗଛ ଭାଙ୍ଗି ପଡ଼ିଥିଲା। ଫଳରେ ପାଦୁଙ୍କ ପରିବାରର 5 ଜଣ ସଦସ୍ୟ ଘର ଭିତରେ ଦବି ଯାଇଥିଲେ। ଗ୍ରାମବାସୀ ପହଞ୍ଚି 2 ଘଣ୍ଟା କସରତ କରି ପରିବାର ଲୋକଙ୍କୁ ଘର ଭିତରୁ ବାହାର କରିଥିଲେ। ସୌଭାଗ୍ୟକୁ କାହାର କିଛି କ୍ଷତି ହୋଇନାହିଁ। ଖବର ପାଇ ଆଜି ବସ୍ତା ଅଗ୍ନିଶମ ବିଭାଗ ପହଞ୍ଚି କଟର ମେସିନ ସାହାଯ୍ୟରେ ଘର ଉପରୁ ଗଛ କାଟି ସଫା କରିବା ପ୍ରୟାସ କରିଥିଲେ। ପାଦୁ ଜଣେ ଗରିବ ଏବଂ ଦିନ ମଜୁରିଆ ହୋଇଥିବାରୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ଗ୍ରାମବାସୀ।